ଧାନ ଗଦାରେ ଲାଗିଲା ନିଆଁ। ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ। ବର୍ଷକର ପାରିଶ୍ରମିକ ଫଳ ପାଉଁଶ ହୋଇଯାଇଛି। ହଁ ଆଜ୍ଞା, ଚାଷୀ ଭାଇ ବର୍ଷ ତମାମ ମୁଣ୍ଡଝାଳ ତୁଣ୍ଡରେ ପିଇ ଅର୍ଜିଥିବା ଧାନ ଫସଲ ଖଳାକୁ ଆଣି ରଖିଥିଲା। କେତେ ଆଶା ମନରେ ରଖି, ହେଲେ ଦୈବର ଇଏ କି ବିଚାର, ସମସ୍ତ ଧାନ ଜଳି ପାଉଁଶ ହୋଇଯାଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସିନ୍ଦିକେନ୍ଦୁ ଗ୍ରାମରେ। ଚାଷୀମାନେ ଧାନ କାଟି ଗଦା କରି ରଖିଥିଲେ। ବିଳମ୍ବିତ ରାତିରେ 12ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା। ତେବେ କେହି ନିଆଁ ଲଗାଇଥିବା ସନ୍ଦେହ କରାଯାଇଥିବା ବେଳେ ଗାଁର 12 ଜଣ ଚାଷୀ ପ୍ରଭାବିତ ହୋଇଥିଲେ। ଧାନର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସୋରଡ଼ା ଅଗ୍ନିଶମ ବିଭାଗ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆୟତ୍ତ କରିପାରିନଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଗଞ୍ଜାମରୁ ସୁଜିତ ପଣ୍ଡାଙ୍କ ରିପୋର୍ଟ, ସ୍ୱତନ୍ତ୍ର ନ୍ୟୁଜ୍।